ବିଭିନ୍ନ ନାଚପାଟି କିଏ କରୁଛି ଆକ୍ଷେପମୂଳକ ନାଟକ କରୁଛି, ନାଁରେ ନାଟକ ଚାଲୁଛି, କିଏ ଏଡା କରୁଛି କିଏ ଧେଡା କରୁଛି, ଏମିତି ବିଭିନ୍ନ ପ୍ରକାର ନାଁ ନେଇକି ନାଟକ କରୁଛନ୍ତି। ଓଡ଼ିଆ ଦର୍ଶକ ଏଡାର ନାଁ ବୁଝୁଛନ୍ତି। ମୁଁ ସେ ସମ୍ପୃକ୍ତ ନାଚପାଟି ପ୍ରଯୋଜକଙ୍କୁ ସମ୍ମାନ ଅଛି, ତାଙ୍କ ସହିତ ଭଦ୍ର ଲୋକ ସେ ହେଇପାରନ୍ତି। ଏଡା ଅର୍ଥ ସେ ଯଦି ହିନ୍ଦୀ ସୋସାଇଟିର କଲଚରକୁ ନେଇ ଆଡପ୍ଟ ଓଡ଼ିଶାରେ କରାଯିବ, ଓଡ଼ିଆ ସଂସ୍କୃତି ଉପରେ ଆଞ୍ଚ ଆସିବ। ନାଟକ କଲେ କ'ଣ ମାରିବା, ଭାଙ୍ଗିବା, ଧ୍ୱଂସ କରିବା ତାକୁ ନାଟକ କୁହାଯାଏ? ଆଜି ମୋର ଯୋଉ ନାଟକ ହଉଛି ଆପଣ ଦେଖୁଥିବେ, ଗୋଟେ ଶୁଆ ସାର ଆପଣ ଯୋଉ ପ୍ରଯୋଜକଙ୍କୁ ନେଇ ଆକ୍ଷେପ କରନ୍ତି, ସିଏ ତ ଗର୍ବ କରନ୍ତି ଯେ ମୋ ନାଟକ ଗତ ଥର ଯୋଉ ହେଇଥିଲା ଓଡ଼ିଶାର ସର୍ବାଧିକ ରିଲ୍ସ ପହଞ୍ଚିଥିଲା ସେ ନାଟକରେ। ଭାଇରାଲ କଳାକାର, ନ୍ୟାଚୁରାଲ କଳାକାରକୁ ମୁଁ ପସନ୍ଦ କରେ। ଆପଣଙ୍କୁ ଗୋଟିଏ କଥା କହୁଛି, ଯୋଉମାନେ ଭାଇରାଲ କଳାକାର ହଉଛନ୍ତି ସେମାନେ ବି ମୋର ଅତି ଅନ୍ତରଙ୍ଗ, ମୁଁ ତାଙ୍କୁ ସ୍ନେହ କରେ। ତା ଅର୍ଥ ନୁହେଁ ସେମାନେ ଖରାପ ନୁହେଁ। ବିଜନେସ ଗୋଟେ ପ୍ୟାଟର୍ନ, ନାଟକ ଗୋଟେ ପ୍ୟାଟର୍ନ। ମାନେ ଏକଜୁଟ ହୁଅନ୍ତୁ, ଭାଇରାଲ କଳାକାର ପଛପଟେ ଗୋଡ଼ାନ୍ତୁ ନାହିଁ, ନାଟକ ଉପରେ ଗୁରୁତ୍ୱ ଦିଅନ୍ତୁ, ଫାଟକ ଉପରେ କମ ଗୁରୁତ୍ୱ ଦିଅନ୍ତୁ। ସେ ଯୋଉ ଏଡା କହିଲେ କଥା କହିଲେ, ଏଡା କଣ ଗୋଟେ ମାନେ ଗୋଟେ ବ୍ୟକ୍ତିର ନାଁ ନା ଗୋଟେ କନସେପ୍ଟ ନା କଣ? ତାଙ୍କୁ ପଚାରା ଯାଉ। କିଛି କଳାକାରଙ୍କ ନାଁରେ ନାଟକ ହଉଛି, ସେଗୁଡାକୁ ମୁଁ ପସନ୍ଦ କରେ। ଏଡାଟା କଣ କଳିଙ୍ଗ ପାର୍ଟିରେ ଯାତ୍ରା ସୁପରଷ୍ଟାର ପ୍ରତାପ ରାଉତ, ମହେନ୍ଦ୍ର ଦାସ ପର୍ଯ୍ୟନ୍ତ ଭଲ ଭଲ କଳାକାର ଅଛନ୍ତି। ମୁଁ ଦିନେ କାହା ନାଁ ନେଇକି ନାଟକ କରିନେଇ। ଚିରିଦେବି ସେ ଷ୍ଟୋରି। ମୁଁ ଯିଏ ପାଳଗଦା ଉପରେ ଠିଆ ହେଇକି କହିବ ମୁଁ ଉଚ୍ଚା, ସେ ଲୋକକୁ ମୁଁ ବେଶୀ ଡରେ। ପାଳଗଦା ପରେ ଯିଏ ଠିଆ ହେଇକି ଉଚ୍ଚା ତାକୁ ଆପଣ ତାକୁ ଡରିବିନି? ପାଳଗଦାଟା କେତେବେଳେ ଖସି ପଡିବ, ଉପର ଲୋକଙ୍କୁ ନଷ୍ଟ କରିଦବ ନା। ଏବେ ବି କିଛି ଲୋକ ଅନ୍ଧ ଭିତରେ ଅଛନ୍ତି। ଡଙ୍ଗାଟିଏ ଦରକାର ହେଲେ ଭଲ ନାଉରିଟିର ଆବଶ୍ୟକତା ଅଛି। ବଳଦ ଦିହଳ 50,000 ଟଙ୍କା କିଣିଲେ ବି ତାର ଗୋଟେ ହଳ ବୁଲିବା ପାଇଁ ଗୋଟେ ହଳିଆଟାର ଆବଶ୍ୟକତା ଅଛି। ଯାତ୍ରାପାଳି ଚଳେଇବାକୁ ହେଲେ ଗୋଟେ ମ୍ୟାନେଜରର ଆବଶ୍ୟକତା ଅଛି। ତାକୁ କୁହାଯାଏ ପରିଚାଳକ। ଯିଏ ପରିଚାଳନା କରିପାରିଲା ତାକୁ କୁହାଯାଏ ପରିଚାଳକ।